ଭୁବନେଶ୍ୱର ଏକ ସମନ୍ୱିତ ଓ ଭବିଷ୍ୟତମୁଖୀ ଓଡ଼ିଶା ଗଠନ ପାଇଁ କାର୍ଯ୍ୟ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଆହ୍ୱାନ ଜଣାଇଛନ୍ତି। ଶନିବାର ଦିନ ଓଡ଼ିଶା ଟେଲିଭିଜନ ନେଟୱାର୍କ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏକ ସମାଜର ପ୍ରକୃତ ପ୍ରଗତି କେବଳ ଏହାର ଅନୁଷ୍ଠାନ ଦ୍ୱାରା ନୁହେଁ ବରଂ ଏହାର ଲୋକଙ୍କ କରୁଣା, ଚରିତ୍ର ଓ ପ୍ରତିବଦ୍ଧତା ଦ୍ୱାରା ଗଠିତ। ଓଡ଼ିଶା ଏହାର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଠିଆ ହୋଇଛି। ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପ୍ରଗତି ଦେଖିପାରୁଛି। ଏହି ପ୍ରଗତିକୁ ବଜାୟ ରଖିବା ପାଇଁ ସମାଜର ସମସ୍ତ ବର୍ଗର ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ପରିବେଶ ଅବକ୍ଷୟ, ସାଇବର ଅପରାଧ, ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ବିକାଶ ଭଳି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକାଠି ହୋଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ଜନସାଧାରଣଙ୍କୁ ସତର୍କ ରହିବା, ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଏବଂ ଶାନ୍ତି ଏବଂ ସାମାଜିକ ସଦ୍ଭାବ ବଜାୟ ରଖିବାକୁ ରାଜ୍ୟପାଳ ଅନୁରୋଧ କରିଥିଲେ। ଓଡ଼ିଶା ସିଟିଜେନ୍ସ ଆୱାର୍ଡକୁ ଏକ ସମ୍ମାନଜନକ ପ୍ଲାଟଫର୍ମ ବୋଲି ଅଭିହିତ କରି ରାଜ୍ୟପାଳ ଏହାର ସ୍ୱଚ୍ଛ ଏବଂ ଯୋଗ୍ୟତା ଭିତ୍ତିକ ଚୟନ ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହି ପୁରସ୍କାର ସାର୍ବଜନୀନ ବିଶ୍ୱାସକୁ ଗଭୀର କରିଥାଏ, କାରଣ ଏହା ସାଧୁତା, ନେତୃତ୍ୱ ଏବଂ ସେବା କରୁଥିବା ବ୍ୟକ୍ତିମାନଙ୍କୁ ସ୍ୱୀକୃତି ଦିଏ। ପୁରସ୍କାର ପ୍ରାପ୍ତମାନଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ, ଦୃଢ଼ତା ଏବଂ ନିଃସ୍ୱାର୍ଥପର ପ୍ରୟାସ ରାଜ୍ୟବ୍ୟାପୀ ଗୋଷ୍ଠୀଙ୍କୁ ଅନୁପ୍ରାଣିତ କରିଆସୁଛି। ଏହା ସମାଜ ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ଏବଂ ସେବା ଯାହା ଓଡ଼ିଶାର ନୈତିକ ପୃଷ୍ଠଭୂମି ଗଠନକୁ ମଜବୁତ କରେ। ସେମାନଙ୍କର ସଫଳତା ହେଉଛି ଉଜ୍ଜ୍ୱଳ ଉଦାହରଣ ଯାହା ଅନ୍ୟମାନଙ୍କୁ ସ୍ୱପ୍ନ ଦେଖିବା, ପ୍ରୟାସ କରିବା ଏବଂ ଯୋଗଦାନ ଦେବାକୁ ଉତ୍ସାହିତ କରେ ବୋଲି ରାଜ୍ୟପାଳ କହିଥିଲେ। ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଏବଂ ଜନସେବା ପ୍ରତି ନିରନ୍ତର ପ୍ରତିବଦ୍ଧତା ପାଇଁ ଓଡ଼ିଶା ଟେଲିଭିଜନ ନେଟୱାର୍କକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ଉତ୍କର୍ଷତା ଏବଂ ସାମାଜିକ ଅବଦାନକୁ ପ୍ରତିଫଳିତ କରୁଥିବା ପ୍ଲାଟଫର୍ମଗୁଡ଼ିକୁ ମଜବୁତ କରିବା ପାଇଁ ସେ OTVର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଜାଗି ମଙ୍ଗତ ପଣ୍ଡାଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ ଯେ OTV ସାଧାରଣ ଆଲୋଚନାକୁ ସମୃଦ୍ଧ କରିବା, ଗୋଷ୍ଠୀଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାକୁ ବିଶ୍ୱ ସହିତ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ସମାରୋହରେ ପ୍ରାରମ୍ଭରେ ଓଡ଼ିଶା ଟେଲିଭିଜନ ନେଟୱାର୍କର ନିର୍ଦ୍ଦେଶିକା ଶ୍ରୀମତୀ ଜାଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମୃଦ୍ଧ ଓଡ଼ିଶାର